ମନେକର ଗୋଟେ ଲୋକ ତା ଜୀବନରେ ବରଗଛରେ ବି ଦେଖି ନାହିଁ, ମନେକର ବରଗଛ କଣ ସେ ଜାଣି ନାହିଁ। ଯଦି ବରଗଛ କଣ ସେ ଜାଣି ନାହିଁ, ଆମେ ବରଗଛର ଗୋଟେ ମଞ୍ଜି, ଛୋଟିଆ ମଞ୍ଜିଟେ ନେଇ ତାକୁ ଦେଖେଇବା, କହିବା ଏଇଟା ହଉଛି ବରଗଛର ମଞ୍ଜି, ଆଉ ଏ ମଞ୍ଜିରୁ ଏଡେ ବଡ ଗଛ ହଉଛି, ବିରାଟ ଗଛ ହଉଛି, ବିରାଟ ଗଛ ହଉଛି, ତାହେଲେ ହୁଏତ ସେ ଲୋକ ବିଶ୍ୱାସ କରିପାରେ ନ କରିପାରେ, କଣ ଏଡ଼ିଟିଏ ମଞ୍ଜି ବଡ ଗଛ ହଉଛି କହୁଛ। କିନ୍ତୁ ଯେତେବେଳେ ସେ ବରଗଛର ମଞ୍ଜିକୁ ନେଇକି ମାଟିରେ ପୋତା ଯାଏ, ମାଟିରେ ପୋତା ହେବ, ପୋତିଲା ପରେ ସେଥିରେ ପାଣି ଦିଆହେବ, ସେ ମାଟି ପାଇଲା, ପାଣି ପାଇଲା, ଆଲୋକ ପାଇଲା, ଉତ୍ତାପ ପାଇଲା, ଦେଖିବେ ଧୀରେ ଧୀରେ ଦେଖାଯିବ 2-4 ଦିନ ପରେ ମାଟିର ପରିବର୍ତ୍ତନ କିଛି ହବ ନାହିଁ। ପରିବର୍ତ୍ତନ କାହାର ହବ? ଭିତରେ ଯୋଉ ମଞ୍ଜିଟା ପୋତା ହେଇଛି, ବୀଜଟା ପୋତା ହେଇଛି, ତାର ପରିବର୍ତ୍ତନ ହବ। ଧୀରେ ଧୀରେ ସେ ବିକାଶ ଆଡକୁ ଯିବ। ତାପରେ କେତେ ଦିନ ଗଲା ପରେ ମାଟି ଫଟେଇକିରି ସେ ବୀଜ ଉପରକୁ ଗଛ ହେଇକି ଆସିବ, ତାପରେ ସେ ପତ୍ର ହବ। କେତେ ଦିନ ଗଲା ପରେ ସେ ବିରାଟ ଗଛ ହବ, ବିରାଟ ଗଛ ହବ। ଯୋଉ ବିରାଟ ଗଛ, ଯୋଉ ଗଛର ଛାଇରେ ଅସଂଖ୍ୟ ପ୍ରାଣୀ ଟିକେ ତାଙ୍କର ଥକା ମେଣ୍ଟେଇବେ, ଆଶ୍ରୟ ନେବେ, ଯୋଉ ଗଛର ଡାଳରେ ଅସଂଖ୍ୟ ପକ୍ଷୀ ଆଶ୍ରୟ ନେବେ, ଯୋଉ ଗଛ ସମସ୍ତଙ୍କର ସେବା କରିବେ। କଥା ହଉଛି ଏଇଆ ଯେ ଦୀକ୍ଷାଟା ମଧ୍ୟ ସେଇଭଳିଆ, এই ଦୀକ୍ଷା ମଧ୍ୟ ସେଇଭଳିଆ। ଯିଏ ଦୀକ୍ଷା ନେଲେ କଣ ହବ? এই ଦୀକ୍ଷା ମଧ୍ୟ ବରଗଛର ମଞ୍ଜି ସଦୃଶ୍ୟ। ଯେତେବେଳେ ଏଇ ଦୀକ୍ଷାର ମଞ୍ଜିଟା ଶରୀର ଭିତରକୁ ଆସେ, ଶରୀର ଭିତରେ ରହେ, ସେତେବେଳେ କଣ ହୁଏ ନା ତାର ମଧ୍ୟ ଜୀବନର ପରିବର୍ତ୍ତନ ସେତେବେଳେ ହୁଏ ଯେତେବେଳେ ମଣିଷ ଯଜନ, ଯାଜନ, ଇଷ୍ଟବୃତ୍ତି ତିନିଟା କରେ। ଯଜନ, ଯାଜନ, ଇଷ୍ଟବୃତ୍ତି ଯେତେ କରିବ, এই ଦୀକ୍ଷା ରୂପକ ବୀଜ ଏ ଶରୀର ଭିତରେ ସେତେ ବଢିବ, ସେତେ ବଢିବ, ବଢି 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 ଶେଷରେ ଏମିତି ହବ ଯେ ବିରାଟ ଗୋଟେ ଗଛରେ ସେ ପରିଣତ ହବ। ଏ ଦୀକ୍ଷାଟା ଗୋଟେ ବିରାଟ ଗଛରେ ପରିଣତ ହବ। ତା ମାନେ ସେତେବେଳେ କଣ ହବ ନା ସେଇ ଲୋକ ସମସ୍ତଙ୍କର ସେବା କରିବ, ତା ପାଖରେ ବହୁତ ଲୋକ ଆଶ୍ରୟ ନେବେ, ଏବଂ ତାର ଏଇ ଯୋଉ ଦୀକ୍ଷାର ବିରାଟ ବରଗଛ ଭଳି ସେ ମଧ୍ୟ ବରଗଛଟିଏ ହେଇ ଉଠିବ। ଆଉ ଗୋଟେ କଥା ହେଲା ଯେ ରହିମ ବୋଲି ଗୋଟେ ବିଶିଷ୍ଟ ଭକ୍ତ ହିନ୍ଦୀ ସାହିତ୍ୟର, ସେ କହୁଛନ୍ତି ତରୁवर फल नहीं खाते हैं, सरोवर पिए ही न पान, कहीं रहीम प्रकाश गीत संपत्ति संचय ही सुदान। ସେ କହୁଛନ୍ତି ତରୁवर फल नहीं खाते हैं, ଗଛ ନିଜର ଫଳ କେବେ ଖାଇ ନାହିଁ। ଆମେ କୋଉଠି ଦେଖିଛେ ଗଛ ତା ନିଜ ଫଳ ଖାଉଛି? କଦଳୀ ଗଛ କଦଳୀ ଫଳୁଛି, କଦଳୀ ଗଛ ତା ଫଳ ସିଏ ଖାଉଛି। ଆମ୍ବ ଗଛରେ ଆମ୍ବ ଫଳୁଛି, ତା ଫଳ ସିଏ ଖାଉଛି। ବର ଗଛରେ ବର ଫଳୁଛି, ବର ଫଳ, ତା ଫଳ ସିଏ ଖାଉଛି। ତ ଯେତେ ଗଛରେ ଫଳ ଫଳୁଛି ତା ଫଳ ସେ ଗଛ ଖାଏ ନାହିଁ, ତାହେଲେ ସେ କାହାକୁ ଦିଏ? ଆମମାନଙ୍କୁ ଖାଇବାକୁ ଦିଏ, ଆମର ଭୋକ ମେଣ୍ଟାଏ। ତରୁବର ଫଳ ନେଇ ଖାଆତେ, ଗଛ ଫଳ ଖାଏ ନାହିଁ, ସେ ଅନ୍ୟମାନଙ୍କୁ ଖୁଆଏ। ସରୋବର ପିଏ ହିଁ ନ ପାନ, ସେମିତି ପୋଖରୀ ତା ପାଣି ନିଜେ ପିଏ ନାହିଁ, ଯିଏ ତୃଷାର୍ଥ, ଯିଏ ଶୋଷରେ ଆଉଟୁ ପାଉଟୁ ହଉଛି ତାକୁ ସିଏ ପିଇବାକୁ ଦିଏ। ସେଭଳି ଭାବରେ କହି ରହିମ ପ୍ରକାଶ ହିତ, ରହିମ କହୁଛନ୍ତି ସେମିତି ପରର ହିତ ପାଇଁ ସମ୍ପତ୍ତି ସଞ୍ଚୟ ହିଁ ସୁଦାନ। ସେମିତି ଯିଏ ସୁଜାନ, ଯିଏ ସାଧୁ ଲୋକ, ସେ କଣ କରେ ନା ନିଜର ସମ୍ପତ୍ତି, ଧନ ସମ୍ପତ୍ତି ସିଏ ସଞ୍ଚୟ କରେ ଅନ୍ୟର ହିତ ପାଇଁ, ଅନ୍ୟର ମଙ୍ଗଳ ପାଇଁ। ସେଭଳି ଭାବରେ ଯିଏ ଦୀକ୍ଷା ନେଇ ବିରାଟ ବରଗଛ ଭଳିଆ ଉଦୀୟମାନ ହୁଏ, ଯେମିତି ଦୀକ୍ଷା ଏତେ ବଡ ବରଗଛରେ ରୂପାନ୍ତରିତ ହୁଏ ଛୋଟ ମଞ୍ଜିରୁ, ଏ ଦୀକ୍ଷା ମଧ୍ୟ ବିରାଟ ଗଛରେ ମଣିଷକୁ ରୂପାନ୍ତରିତ କରେ। ତ ସେତେବେଳେ ଏ ମଣିଷ ମଧ୍ୟ ବରଗଛ ଯେମିତି ଅନ୍ୟକୁ ସେବା ଦିଏ, ନିଜ ପାଇଁ କିଛି କରେ ନା, ସେଭଳି ଦୀକ୍ଷା ନେଇଥିବା ଲୋକଟା ମଧ୍ୟ କଣ କରେ ନା ସମସ୍ତଙ୍କ ପାଇଁ ସେବା କରେ, ସମସ୍ତଙ୍କ ପାଇଁ ସେବା କରେ। ଏ ଶିବାନୀ ମା ଏଠିକି ଝିଅଟିଏ, ଆଉ ଯୋଉଦିନ କନ୍ୟାଦାନ କରିଥିବେ ସୀମା ଭାଇ ସବୁ କଥା ମନେ ପଡିବ। ହେଇଠି ବାହା ହେଇଥିଲି, ଆଉ ହେଇଠି ଝିଅଟେ ପୁଣି ଜନ୍ମ ହେଲା, ଆଉ ଆଜି ପୁଣି ଏତେ ବଡ ହେଲା, ତାକୁ ଆଜି ମୁଁ ବିଦା କରିଦେଉଛି, ଅନ୍ୟ ହାତରେ ଟେକି ଦଉଛି। ଯିଏ ବାପା, ଯୋଉମାନେ କନ୍ୟାଦାନ କରିଛନ୍ତି ସମସ୍ତେ ଦେଖିବେ କନ୍ୟାଦାନ କଲା ବେଳକୁ ଆଖି ଛଳଛଳ ହେଇଯାଏ ଯେ ମୁଁ ମୋ ଝିଅକୁ ଅନ୍ୟ ହାତରେ ଟେକି ଦଉଛି। ତେଣୁ ସେଇ ଝିଅ ଯେତେବେଳେ ଦୀକ୍ଷା ଟେକି ସେ ପରିବାରକୁ ଯାଏ, ସେତେବେଳେ ସେ କଣ କରେ ନା ସିଏ ମଧ୍ୟ କଣ କରେ, ତା ନିଜ ପାଇଁ କିଛି ଚାହେଁ ନା, ନିଜ ପାଇଁ କିଛି ଚାହେଁ ନା, ସେ କେବଳ ଚାହେଁ ତା ସ୍ୱାମୀ ପାଇଁ, ସେ ଚାହେଁ ତା ଶ୍ୱଶୁର ପାଇଁ, ଚାହେଁ ତାର ଶାଶୁ ପାଇଁ, ତା ନଣନ୍ଦ ଦିଅର ପାଇଁ, ତା ପରିବାର ପାଇଁ। ଯେମିତି ଆମେ ଦେଖିବା ଶ୍ରୀ ବଡମାଙ୍କ ଜୀବନରେ, ଜଗତର ଶ୍ରୀ ବଡମା, ଶ୍ରୀ ଠାକୁରଙ୍କର ଘରକୁ ବୋହୂ ଟିକେ ଆସିଥିଲେ। ଆମମାନେ ସବୁବେଳେ ତୁଳନା କରିବା ଠାକୁର ପରିବାର ସହିତ, ଠାକୁରଙ୍କର ପରିବାର ଭଳିଆ ମୁଁ କୋଉ ଭଳିଆ ହେଇଛି, ମୁଁ କେମିତି ତାଙ୍କ ଭଳିଆ ହେଇ ଉଠିବି, ତାହେଲେ ମୋ ଜୀବନ ସାର୍ଥକ ହବ। ଶ୍ରୀ ବଡମା ଠାକୁରଙ୍କର ହାତ ଧରିଥିଲେ ପିଲା ବେଳୁ,
बाल्य विवाह होगा ठाकुर बाहर गले बड़मा जो घर को आसिले गोटे कथा आई शिखे दी जाने ना पारे ना नहीं जा घरे यही तीन को देवता डाक झील ये तीन कथा पढ़ जाने ना पारे ना नहीं ये तीन कथा केवे पार्टी धरू तो शिशि बड़मा घर को बोई गले बोई गला तीन कथा केवे पार्टी धरले ना जाने ना मुझे जानी ना पारे ना मुझे पारि नहीं पार्टी नहीं बोली कथा पार्टी बाहर ना बेले बेले बड़मा एमती असुविधा पड़ती घरे सब कथा तो जानती ना बुझती ना थरकर कथा कौन है शाशुमा आनी गोटे ताल देले कहले ए तालर खीरी हम आ तो शशुर खाइबे तो शशुर खाइबे ताल खीर तो जड़ा नहीं मना करी जाने ना जानी नहीं बोली कहबी नहीं हाँ करदे मुझको जहाँ बुद्धि जुटिला ता अनुसार से खीरी करे कौन कले हांडी बसई दे पानी ढाली दे से ताल गोटा ताला धारे पकई दे ताहे चिनी धुए दे फुटई दे सब कर दे तापरे खीरी हे जाई ना हो हे जाई शशुर बसिले खाइबा पई जेते नहीं ढाली दउछनी ढोकिना से ताटा थाले पड़ला एटा की खीरी शशुर हसिनी शाशु को कहते स्त्री कहते भाई ये बहु पिलाटा नुआ नुआ आसी केमिति कोटा कौन कराब जानी ना तुम शिखे देले होता ना शाशुमा कौन कहले मु कौन करू मु जहाँ पचारे हाँ करुँ हाँ आसुची बोले नहीं करता बोले से कहती ये बतई दिखती एमती कर सेमती कर सेमती कर ये तो हाँ कर दूसरी सब कथार शिशि बड़मा जीवन में एभली भाव में एमती ठोकर खाई 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 एभली जड़े महान नारी हो गले जे गोटे सुगृहिणी है केमिति स्त्री हवा वर्तमान सारा दुनिया लोक पाखर शिखुंट केमिति स्त्री हवा से कथा ना गोटे एरा एत बड़ परिवार दायित्व मुंडे कहीकि परिवार केमती चलैया हुए शिशि बड़मा पाखर देखिले शिखा मिले से ना स्वामी परायण स्वामी को देवता बोली मन कर स्वामी को जीवन में सेवा कर स्वामी ही मो जीवन सबू किछि एभली भावना नहीं से चलिए तेणु जड़े भल सुगृहिणी हे भल पत्नी टीए हे एवं भल माटीए एभली गोटे जननी हेले जे कि परम पूज्यपाल श्री श्री बरदा को जन्म देले और ठाकुर कहले बरदा किए सी मोर सन बाय बर्थ एवं सन बाय कल्चर सी मोर जन्मगत संतान मोर कृष्टिगत संतान मोर कल्चर जहाँ से कल्चर को नहीं जन्म लाभ कर तेणु शिवानी माँ आज जो घर को बोही जाइछंती ताको गर्भ को सुसंतान टी आसे देवता भाया पुओ झील जन्म होते गर्भ को नारी जीवन सार्थक हम गछटे लताटे बड़ होपर को जाऊँगी फल फड़े गचर जीवन सार्थक फल फड़े पोटल लोक हाँ बोईताड़ू लोक कंधमूल लोक जहाँ लगौच लोक फल जिते फड़ो से कहवा जाए गछटा गछ भाया है सेमती यही शिवानी माँ आज बोऊ के जाती घर को साधनार जीवन हो दादा कहते ये जजन जाजन इष्टबुद्धि से किसी करूँ एवं ठाकुर को प्रणाम करूँ आउ शाशु शशुर को प्रणाम करूँ स्वामी को प्रणाम करूँ ये साधनार जीवन चालू एमती करू करू ये साधनार जीवन भितर दे तार ये गर्भ को सुसंतान टी आसू सुसंतान टी आसू एवं ता नारी जीवन सार्थक हो आलोचना को बढ़ऊ ना तार मंगल परिवार मंगल समस्त मंगल कामना कर विराम दूसरी जय।